ଆପଣଙ୍କର ଯେଉଁ ଗଣ୍ଠି ପ୍ରଦାହ ରହୁଛି, ଗଣ୍ଠିର ଫୁଲା ରହୁଛି, ତାକୁ ବ୍ୟବହାର କରାଯାଉଥିଲେ ମଧ୍ୟ ମାଂସପେଶୀରେ ଅସ୍ଥି ଆଉ ଆପଣଙ୍କର ଯେଉଁ ଟେଣ୍ଡନ୍ ରହିଛି, ପେଶୀ ରଜ୍ଜୁ, ଆପଣଙ୍କର ଟେଣ୍ଡନ୍ସ ଯନ୍ତ୍ରଣାକୁ ସାଧାରଣତଃ କ'ଣ କୁହାଯାଏ? ରିମାଟିଜିମ୍ କୁହାଯାଏ। ଅନେକ ଗୁଡ଼ିଏ ରୋଗର ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ବୟସ୍କମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ରୋଗ ବା ଅଷ୍ଟିଓ ଆର୍ଥ୍ରାଇଟିସ୍ ଅଧିକ ଭାବରେ ଦେଖା ଦେଇଥାଏ। ରିମାଟଏଡ୍ ଆର୍ଥ୍ରାଇଟିସ୍ ଓ ମେରୁଦଣ୍ଡ ଜନିତ ଯେଉଁଟା ଆପଣଙ୍କର ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ମୁଖ୍ୟତଃ ଭାବରେ ଆପଣଙ୍କର ମହିଳାମାନଙ୍କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ। ତାପରେ ରୋଗ ନିର୍ଣ୍ଣୟ ଆମେ କେମିତି କରିବା? ଯେତେବେଳେ ଆମ ପାଖକୁ ପେସେଣ୍ଟ ଆସନ୍ତି, ପ୍ରଥମେ ଆମେ ଏକ୍ସରେ କରୁ ବା ରକ୍ତ ପରୀକ୍ଷା ବ୍ଲଡ଼ ଟେଷ୍ଟ କରିକି ଆମେ ମୁଖ୍ୟ